Hello student, welcome to my YouTube channel Prashant Study Point. ପିଲାମାନେ କେମିତି ଅଛ? ଆଶା କରେ ତୁମେମାନେ ସବୁ ଭଲରେ ଥିବ। ଚାଲନ୍ତୁ ଆଜି ଆମେ ଆରମ୍ଭ କରିବା କ୍ଲାସ୍ 7 ର ନ୍ୟୁ ବୁକ୍ ରେ ଥିବା ୟୁନିଟ୍ 1 ଲର୍ଣ୍ଣିଂ ଟୁଗେଦର ଟ୍ରାଏ ଏଗେନ୍। ଟ୍ରାଏ ଏଗେନ୍ ବିଷୟରେ ଆମେ ପଢ଼ିବା। ତା ପୂର୍ବରୁ ଆମେ ପୂର୍ବ କ୍ଲାସ୍ରୁ ଆମେ ଲର୍ଣ୍ଣିଂ ଟୁଗେଦର ଥିବା ଫାର୍ଷ୍ଟ ଚାପ୍ଟର ରିଭର୍ସ ବକ୍ସ ବିଷୟରେ ଆମେ ପଢ଼ିଥିଲେ। ଯେଉଁମାନେ ସେ ଟପିକ୍ଟି ଲେକ୍ଚରଟି ଦେଖିନଥିବେ ଏଇ ଭିଡ଼ିଓରେ ତାର ଲିଙ୍କ ସେୟାର କରାହେଇଛି, ତାକୁ ନେଇ ଦେଖିନେବେ। ତେଣୁ ଚାଲନ୍ତୁ ଆଜି ଆମେ এই ବିଷୟଟି ଆରମ୍ଭ କରିବା। ଲେଟ୍ ଅସ୍ ଡୁ ଦିଜ୍ ଆକ୍ଟିଭିଟିଜ୍ ବିଫୋର ୱି ରିଡ୍। ତେଣୁ ଆମେ ପାଠ ପଢ଼ିବା ପୂର୍ବରୁ କିଛି ଆମେ ଆକ୍ଟିଭିଟିଜ୍ କରିନେବା। ପ୍ରଥମ କ୍ୱେଶ୍ଚନ୍ ଦେଇଛି, ହୁ ଇନ୍ସପାୟାର ୟୁ ଟୁ ଡୁ ୟୋର ବେଷ୍ଟ। କିଏ ତୁମମାନଙ୍କୁ ଇନ୍ସପାୟାର କରିଥାନ୍ତି ତୁମର ଭଲ ହେବା ପାଇଁ। ସେକେଣ୍ଡ କ୍ୱେଶ୍ଚନ୍ କ'ଣ ଅଛି ନା ୱାର୍କ ଇନ୍ ପେୟାର ଆଇଡେଣ୍ଟିଫାଏ ହ୍ୱାଟ୍ ୟୁ ସି ଇନ୍ ଦ ପିକ୍ଚର ଗିଭେନ୍ ବିଲୋ। এই ପିକ୍ଚର ଯେଉଁ ଅଛି ଏ ପିକ୍ଚର ତୁମେ କ'ଣ ଦେଖୁଛ। ହ୍ୱାଟ୍ କ୍ୟାନ୍ ୟୁ ଲର୍ନ ଫ୍ରମ୍ ଦେମ୍। ସେମାନଙ୍କଠାରୁ ତୁମେ କ'ଣ ଶିକ୍ଷା ଗ୍ରହଣ କରୁଛ। ସେୟାର ୟୋର ଆନ୍ସର ୱିଥ୍ ୟୋର କ୍ଲାସମେଟ୍ ଆଣ୍ଡ ଦ ଟିଚର। ତୁମର ଉତ୍ତରକୁ ତୁମର ସାଙ୍ଗମାନଙ୍କ ସହିତ ଓ ତୁମ ଶିକ୍ଷକମାନଙ୍କ ସହିତ ଆଲୋଚନା କର। ଚାଲନ୍ତୁ କ'ଣ ଆଲୋଚନା କରିବା, କ'ଣ ତାର ଆନ୍ସର ହୋଇପାରେ ଆମେ ଲକ୍ଷ୍ୟ କରିବା। ଚାଲନ୍ତୁ ଦେଖିବା ପ୍ରଥମ ପିକ୍ଚରରେ କ'ଣ ଅଛି। ପ୍ରଥମ ପିକ୍ଚର ଅଛି କିଛି ମହୁମାଛି ତାଙ୍କ ବସାରେ ଅଛନ୍ତି। ଦ୍ୱିତୀୟ ପିକ୍ଚରରେ ଅଛି ବୁଢ଼ିଆଣୀ ବସାଟି ତା ବସାରେ ଅଛି। ତୃତୀୟ ପିକ୍ଚର ଦେଖୁଛନ୍ତି ଆମେ କେତେକ ପକ୍ଷୀ ଉଡ଼ି ଯାଉଛନ୍ତି। ଚତୁର୍ଥ ଛବିରେ ଆମେ କ'ଣ ଦେଖୁଛନ୍ତି, ପକ୍ଷୀଟି ତାର ବସା ବାନ୍ଧୁଛି। ଫିଫ୍ଥ ପିକ୍ଚର ଆମେ କ'ଣ ଦେଖୁଛନ୍ତି ନା ଦଳେ ପିମ୍ପୁଡ଼ି ତାଙ୍କର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସିକ୍ସଥ ପିକ୍ଚର ଆମେ କ'ଣ ଦେଖୁଛନ୍ତି ନା ଗଛଟି ଅଛି, କିଛି ଫଳ ଫଳିଛି। ଏମାନଠୁ ଆମେ କ'ଣ ଶିକ୍ଷା ଗ୍ରହଣ କରିବା, ଚାଲନ୍ତୁ ଦେଖିବା। ପ୍ରଥମ କ୍ୱେଶ୍ଚନ୍ କ'ଣ ଥିଲା ନା ହୁ ଇନ୍ସପାୟାର ୟୁ ଟୁ ଡୁ ୟୋର ବେଷ୍ଟ। ନା ଆନ୍ସର ହେବ ମାଇ ପ୍ୟାରେଣ୍ଟସ୍ ଇନ୍ସପାୟାର ମି ଟୁ ମାଇ ବେଷ୍ଟ। ପ୍ୟାରେଣ୍ଟସ୍ ହେଇପାରନ୍ତି, ତୁମର ଟିଚର୍ସ ହେଇପାରନ୍ତି, ତୁମର ଏଲ୍ଡର୍ସ ମାନେ ହେଇପାରନ୍ତି। ଏଠି ଆନ୍ସର ଦେଇଛି ନା ମାଇ ପ୍ୟାରେଣ୍ଟସ୍। ଦେ ଏନକରେଜ ମି ଟୁ ୱାର୍କ ହାର୍ଡ ଆଣ୍ଡ ଷ୍ଟେ ଅନେଷ୍ଟ ନେଭର ଗିଭ୍ ଅପ୍। ସେମାନେ ଆମକୁ ଏନକରେଜ କରିଥାନ୍ତି କଠିନ ପରିଶ୍ରମ କରିବା ପାଇଁ, ଷ୍ଟେ ଅନେଷ୍ଟ ୱେରେ କାମ କରିବା ପାଇଁ, ନେଭର ଗିଭ୍ ଅପ୍ କୌଣସି କାମକୁ ଆମେ ପରିତ୍ୟାଗ କରିବା ନାହିଁ ଯେପର୍ଯ୍ୟନ୍ତ ଆମେ ସଫଳ ପାଇନାହାନ୍ତି। ସେକେଣ୍ଡ କ୍ୱେଶ୍ଚନ୍ କ'ଣ ଥିଲା ନା ହ୍ୱାଟ୍ କ୍ୟାନ୍ ୟୁ ଲର୍ନ ଫ୍ରମ୍ ଦେମ୍। ଏମାନଠୁ ଆମେ କ'ଣ ଶିକ୍ଷା ଗ୍ରହଣ କରିବା। ଚାଲନ୍ତୁ ଦେଖିବା ନା ବିଚ୍ ଠାରୁ ମହୁମାଛି ଠାରୁ ଆମେ କ'ଣ ଶିକ୍ଷା ଗ୍ରହଣ କରିବା। ଆମେ କ'ଣ ଶିକ୍ଷା ଗ୍ରହଣ କରିବା ନା ହାର୍ଡୱାର୍କ, କୋଅପରେସନ୍, ଡିସିପ୍ଲିନ୍। ସେ ହାର୍ଡୱାର୍କ କରି ଫୁଲରୁ ଫୁଲ ମହୁ ସଂଗ୍ରହ କରି ସେ ମହୁ ବସାରେ ସଞ୍ଚିତ କରି ରଖନ୍ତି। କୋଅପରେସନ୍ ସମସ୍ତେ ଦଳଗତ ଭାବରେ କାର୍ଯ୍ୟ କରନ୍ତି। ଡିସିପ୍ଲିନ୍ ଯାହା କିଛି ସବୁ କାମ କରନ୍ତି ସବୁ ନୀତି ନିୟମରେ କରନ୍ତି। ସ୍ପାଇଡର ସେକେଣ୍ଡ ଥିଲା କ'ଣ ସ୍ପାଇଡର ଠାରୁ କ'ଣ ଶିକ୍ଷା କ'ଣ କରିବା ନା ପେସେନ୍ସ, ଡିଟରମିନେସନ୍, କ୍ରିଏଟିଭିଟି। ପେସେନ୍ସ କୌଣସି କାର୍ଯ୍ୟ କରିବା ବୋଲେ ଆମକୁ ପେସେନ୍ସ ଦରକାର। ଡିଟରମିନେସନ୍ ସେ ଯେଉଁ କାମଟି କରୁଛନ୍ତି କେବେ ତାକୁ ପରିତ୍ୟାଗ ନ କରି ତାକୁ ଲାଗି ରହିବା ବା ସେ କାମଟି କଣ୍ଟିନ୍ୟୁ କରିବା। କ୍ରିଏଟିଭିଟି ଯେକୌଣସି କାର୍ଯ୍ୟ କରିବା କ୍ରିଏଟିଭିଟି ସହିତ ଆମେ କରିବା। ସମସ୍ତଙ୍କୁ ଆମେ ଡିଫରେଣ୍ଟ ହେବା। ବାର୍ଡସ୍ ଠାରୁ ଟିମ୍ ୱାର୍କ, ୟୁନିଟ୍, ଲିଡରସିପ୍। ଦଳଗତ ଭାବରେ କାର୍ଯ୍ୟ କରିବା, ଟିମ୍ ୱାର୍କ ହୋଇ କାମ କରିବା, ୟୁନିଟ୍ ଇନ୍ ଷ୍ଟ୍ରେନ୍ଥ। ଏକତା ହିଁ ବଳ କୁହାଯାଏ। ଏକତା ହେଇ କାମ କଲେ ସମସ୍ତେ ମିଳିମିଶି କାର୍ଯ୍ୟ କଲେ କାର୍ଯ୍ୟଟି ସଫଳ ହେବା ସହିତ ଶୀଘ୍ର ହୋଇଥାଏ। ଆଉ ଯେକୌଣସି କାର୍ଯ୍ୟ କରିବା ଲିଡରସିପ୍ ଜଣେ ଲିଡରସିପ୍ ରହିବା ଦରକାର। ଫୋର୍ଥ ପିକ୍ଚରରେ କ'ଣ ଥିଲା ନା ବାର୍ଡସ୍ ନେଷ୍ଟ
प्लान कौन सी आम कौन शिखाए ना प्लानिंग डेडिकेशन ना रेस्पॉन्सिबिलिटी जेकोसी आम कार्य करवा प्रॉपर प्लानिंग रे कले आमे सफल हेबा डेडिकेशन जेकोसी कार्य करवा आमे डेडिकेशन सहित करवा रेस्पॉन्सिबिलिटी तार रेस्पॉन्सिबिलिटी कौन खरा वर्षा शीतरु निजको रक्षा करने सहित निजर परिवार को रक्षा करवा तार रेस्पॉन्सिबिलिटी से से प्लानिंग प्रॉपर प्लानिंग डेडिकेशन तो काम करुच्ची। नेक्स्ट देखा आंट्स पिंपुड़ी पिंपुड़ी ठारू आमे कौन शिक्षा ग्रहण करवा टीम वर्क हार्डवर्क ऑर्गेनाइजेशन दलगत भाव कार्य करवा हार्डवर्क कठिन परिश्रम सहित आम करवा ऑर्गेनाइजेशन ऑर्गेनाइजिंग वे आम करवा। सिक्स्थ कौन थे ना आपुल ट्री बा ठारू आम कौन शिक्षा करवा ना ग्रोथ बढ़िया सहित यूजफुल टू अदर्स अन्य मानकर दरकारी रे आसीबा। तेणु यही स्टोरीटी भाई पद्यटी आरंभ करवा पूर्वर एक छोट गल्प आम पढ़ा ए पिक्चर देख गोटे गल्प विषय आम अनुधान करवा। ये गल्पटी क्या विषय रही ना पिंपुड़ी आउ युवराज मध्य गल्पटी अच्छी। एक समय जड़े युवराज थिले से जड़े महान राजा हेबाकू चाहूले किंतु घोड़ा चढ़ा तीर छाड़ा तलवार चलेबा शिक्षा बेले से बारंबार विफल होते एथिपाई निराश होई पड़िले से दुखर मेहमान बसचंती। दिने से गोटे गछ तले बसीथिबा बेले देखिले जे गोटे पिंपुड़ी तार मुहर एक चाउल दाना नहीं कांथ उपरकू चढ़ुची। चाउल दानाटी पिंपुड़ी ठारू बहुत बड़ थिला। पिंपुड़ी बारंबार खसी पड़ुला किंतु से हार मानु नथिला। देख ये पिक्चर केमती अच्छी से पुणी चेष्टा करुला पुणी खसी पड़ुला ये अनेक थर चेष्टा करने पर शेष से कांथरे शीर्ष पहुंची गला किपरि शीर्ष पहुंची जाइए। पिंपुड़ी अद्यम प्रयास देखी युवराज प्रेरित हेले से बुझिले जे विफलता सफलतार शेष नुहे ये से चिंता करुछंती। विफलता केवल सफलतार शेष नुहे आम भाविबा विफलता हो गले आम के सफलता पाइबा नहीं सेटा हमर भूल कथा ये कथा चिंता करी तापर कौन देखा। तेणु से पुणी थे अभ्यास कले कठिन परिश्रम करी शेष जड़े दक्ष योद्धा बा ज्ञानी राजा हेले। देखुए केमती से ज्ञानी राजा परिणत हो पारछंती। एटी आमे कौन नीति शिक्षा पाइले ना चेष्टा ही सफलतार चाबिकाठी केबे हार मानतु नहीं। चलतु आम यही एक पद्य विषय आलोचना करवा। ट्राई अगेन पोएम रो दुई जन मुख्य चरित्र होचंती जने होचंती रजा आउ जने होचंती स्पाइडर बुढ़ियाणी और रजा विषय ये पोएमटी बा पद्यटी पर्यवेसित। चलतु आरंभ करवा। लेट अस रीड किंग ब्रूस ऑफ स्कॉटलैंड flung himself down in a lonely mood to think. It is true he was monarch and wore a crown, but his heart was beginning to sink. For he had been trying to do great deed to make his people glad. He had tried and tried but could not succeed, and so he became quite sad. कौन डिफिकल्ट वर्ड अच्छी ना फ्लंग डाउन तलू को फिंगिदेला। लोनी है एकाकी मोनार्क होची सम्राट क्रोन है तुमर मुकुट बिगिनिंग माने कौन जिन आरंभ करवा सिंह है बुड़ी जावा डीड होची कार्य बा कर्म ग्लाड है खुशी सक्सीड है सफल होगा क्वाइट है संपूर्ण। किंग ब्रूस ऑफ स्कॉटलैंड कौन गोटे देश इंग्लैंड गोटे देश से देश रे राजा किए थिला ना किंग ब्रूस। flung himself down निजको आसिक हठात क्या कौन टेंशन रे कौन असुविधा थिले तुम आसिक बसी जाओ कौन चेयर रे हठात क्या बसी जावा को हम फ्लंग डाउन कहबा। लोनी मूड टू थिंक
କ'ଣ ନିର୍ଜନ ଜାଗାରେ କୌଣସି କେହି ନଥିବେ ଏକୁଟିଆ କ'ଣ ଏକୁଟିଆ ଜାଗାରେ ତମେ ବସି ଭାବିବା। ରାଜା ସେଠି ଏକୁଟିଆ ଜାଗାରେ ବସିକି ଭାବିଲେ। TIS ଲେଖା ଯୋଉଟା ଏଟା ପଢିବ ତୁମର ଇଟ୍ ଇଜ୍, ଏଟା ଓଲ୍ଡ ଇଂଲିଶରେ ଲେଖାଯାଏ TIS, ତେଣୁ ଏଟାକୁ ତୁମେ ନ୍ୟୁ ଇଂଲିଶରେ କ'ଣ ପଢିବ ଇଟ୍ ଇଜ୍। ଇଟ୍ ଇଜ୍ ଟ୍ରୁ, ଏହା ସତ୍ୟ ଯେ ହି ୱାଜ୍ ମୋନାର୍କ, ସେ ଜଣେ ରଜା ଥିଲେ। ଏଣ୍ଡ ଓର ଏ କ୍ରାଉନ୍, ସେ ତାଙ୍କର ମୁକୁଟ ପିନ୍ଧିଥିଲେ। ବଟ୍ ହିଜ୍ ହାର୍ଟ ୱାଜ୍ ବିଗିନିଂ ଟୁ ସିଙ୍କ୍, କିନ୍ତୁ ସେ ତାଙ୍କର ହୃଦୟ କୌଣସି କାରଣ ପାଇଁ ଡୁବି ଯାଇଥିଲା, ବୁଡି ଯାଇଥିଲା, ଦୁଃଖର ସାଗରରେ ବା ଦୁଃଖର ସମୁଦ୍ରରେ ବୁଡି ଯାଇଥିଲା। ଫର୍ he had been trying to do a great deed, ଫର୍ ମାନେ କୌଣସି କାରଣ ପାଇଁ ବ୍ୟବହାର ହେଇଛି ଫର୍। he had been trying, ସେ ବହୁତ ଚେଷ୍ଟା କରି ଆସୁଥିଲେ, to do a great deed, ମହତ୍ କାର୍ଯ୍ୟ କରିବା ପାଇଁ, ଗ୍ରେଟ୍ ମାନେ ଭଲ କାମ କରିବା ପାଇଁ ସେ ଚେଷ୍ଟା କରି ଆସୁଥିଲେ। to make his people glad, ଏଠି ପିପୁଲ ମାନେ ଅର୍ଥ କ'ଣ ଲୋକମାନେ ନୁହେଁ, ଏଠି ପ୍ରଜା ମାନେ ହେବେ। ଯେହେତୁ ରଜାଙ୍କର ହଉଛନ୍ତି ଲୋକମାନଙ୍କୁ କ'ଣ କହିବା ପ୍ରଜା ବୋଲି କହିବା। to make his people glad, କାହାକୁ ସେ କୋଉମାନଙ୍କୁ ସେ ଖୁସି କରିବା ପାଇଁ ଚାହୁଁଥିଲେ ନା ତାଙ୍କର ପ୍ରଜା ମାନଙ୍କୁ ଖୁସି କରିବା ପାଇଁ ଚାହୁଁଥିଲେ। he had tried and tried, ଚେଷ୍ଟା କରି ଚାଲିଥିଲେ, but could not succeed, କିନ୍ତୁ ସଫଳ ପାଇପାରୁ ନଥିଲେ। and so he become quite sad, ସେଥିପାଇଁ ସେ ଦୁଃଖରେ ଥିଲେ। ଆମେ ଜାଣିପାରିଲେ ରଜା କାହିଁ ଦୁଃଖରେ ଥିଲେ ନା ତାଙ୍କର ପ୍ରଜା ମାନଙ୍କୁ ସେ ଖୁସି ଦେଇ ପାରୁନଥିଲେ, ତାଙ୍କ ପାଇଁ ସେ ମଙ୍ଗଳ କାର୍ଯ୍ୟ କିଛି କରିପାରୁନଥିଲେ, ସେଥିପାଇଁ ସେ ଦୁଃଖରେ ମ୍ରିୟମାଣ ହୋଇ ଏକ ଜାଗାରେ ବସି ଯାଇଥିଲେ। ନେକ୍ସଟ ଷ୍ଟାଣ୍ଡ ଦେଖିବା କ'ଣ ଦେଇଛି। he flung himself down in a low despair, as grieved as man could be, and after a while he pondered there, I will give it all up, said he. Now just at that moment a spider dropped with its silken filmy clue, and the king, in the midst of his thinking, stopped to see what the spider would do. କ'ଣ ଡିଫିକଲ୍ଟ ୱାର୍ଡ ଅଛି ଦେଖନ୍ତୁ ନା, ଡେସ୍ପେୟାର ନିରାଶ ହବା, ହତାଶ ହବା, କୌଣସି କାର୍ଯ୍ୟ କରି କରି ହତାଶ ହେଇଗଲ। ଗ୍ରିଭ୍ ମାନେ ଶୋକାକଳ ପରିସ୍ଥିତି ସୃଷ୍ଟି କରିବା। ପଣ୍ଡର ହେଲା କ'ଣ ତୁମର ଗଭୀର ଚିନ୍ତା କରିବା। ଗିଭ୍ ହବାର କୌଣସି ପରିତ୍ୟାଗ କରିବା। ଗିଫ୍ଟ ହେଉଛି ଏଠି ଫ୍ରେଜାଲ ଭର୍ବ। ମୋମେଣ୍ଟ ହେଉଛି ମୁହୂର୍ତ୍ତ। ଡ୍ରପ୍ ହେଲା ଖସି ପଡ଼ିଲା। ସ୍ଲିକେନ୍ ହେଉଛି ରେଶମ ବା ଚିକଣ। ଫିଲ୍ମ ହେଲା ପତଳା ଆସ୍ତରଣ। କ୍ଲୁ ହେଲା ସୂଚନା। ମାଇଣ୍ଡ ହେଲା ମଧ୍ୟରେ ବା ଭିତରେ। he flung himself down a low despair, ଫ୍ଲିଙ୍ଗ ମାନେ ଫୋପାଡ଼ି ଦେବା ନିଜକୁ, ସେ କୋଉଠି ନା ସେ ବହୁତ ଦୁଃଖରେ ସେ ଥିଲେ। ଏଜ୍ ଗ୍ରିଭ୍ଡ ଏଜ୍ ମ୍ୟାନ୍ କୁଡ୍ ବି, ଯେମିତି ଗୋଟେ ଲୋକ ବହୁତ ଦୁଃଖରେ ଥାଏ। କେତେ ଜଣ ଲୋକ ଦୁଃଖରେ ଥାଏ କୌଣସି ଜିନିଷ ହରେଇଲା ପରେ, ଆଇଦର ତାଙ୍କର ଫ୍ୟାମିଲି ମେମ୍ବର କେହି ଡେଥ୍ କରିଯାଆନ୍ତୁ, ଏହିପରି ଭାବରେ ସେ ଅଧିକ ଦୁଃଖରେ ସେ ଥାଏ। ସେଇଭଳି ରଜା ଦୁଃଖରେ ଥିଲେ, ଯେମିତି ଲୋକଟି ଦୁଃଖରେ ଥିଲା ଭଳିଆ। and after a while he pondered there, କିଛି ମୁହୂର୍ତ୍ତ ପରେ ଗଭୀର ଚିନ୍ତାରେ ସେ ପଡ଼ିଗଲେ। I will give it all up, said he, ସେ କହୁଛନ୍ତି ମୁଁ ସବୁ କିଛି ପରିତ୍ୟାଗ କରିବି। ଏଠି give up ହେଲା ପରିତ୍ୟାଗ କରିବା, ଗୋଟେ ଫ୍ରେଜାଲ ଭର୍ବ ଭାବରେ ୟୁଜ୍ ହେଇଛି। ମୋର ଗାଦିକୁ, ରାଜପଦକୁ ମୁଁ ପରିତ୍ୟାଗ କରିବି। କାହିଁକି ନା ସେ ଲୋକମାନଙ୍କ ପାଇଁ ବା ତାଙ୍କର ପ୍ରଜାମାନଙ୍କ ପାଇଁ କିଛି ସେ ମଙ୍ଗଳ କାର୍ଯ୍ୟ କରିପାରୁ ନଥିଲେ, ସେଥିପାଇଁ ସେ ଦୁଃଖର ମ୍ରିୟମାଣ ହୋଇ ସବୁ କିଛି ପରିତ୍ୟାଗ କରିବା ପାଇଁ ସେ ଚାହୁଁଛନ୍ତି। Now just at that moment a spider dropped, ଏହି ସମୟରେ କ'ଣ ହେଲା, ଏଇ ମୁହୂର୍ତ୍ତରେ କ'ଣ ହେଲା, ଗୋଟେ ସ୍ପାଇଡର ବୁଢିଆଣୀଟି ଡ୍ରପଡ୍ ମାନେ ଖସି ପଡ଼ିଲା। with its silken filmy clue, ଆମେ ଜାଣିଛନ୍ତି ବୁଢିଆଣୀ ଯୋଉ ତା ଜାଲ ସୃଷ୍ଟି କରେ, ତାର ଗୋଟେ ଅଠା ଥାଏ, ତାର ବଡିରୁ ଗୋଟେ ବାହାରେ, ସେ ଅଠା ମାଧ୍ୟମରେ ସେ ଜାଲ ସବୁ ମାନେ ସୃଷ୍ଟି କରେ। ସେ ଜାଲ ଟିକେ ମାନେ ରେଶମୀ ବା ଚିକଣ ଭାବରେ ଦେଖାଯାଏ। ଯେମିତି ରେଶମ କୀଟରୁ ତାର ସିଲ୍କେନ୍ ସୂତା ସବୁ ସୃଷ୍ଟି କରିଥାଏ, ସେଇଭଳିଆ ବୁଢିଆଣୀ ମଧ୍ୟ ତାର ଜାଲ ସୃଷ୍ଟି କରିଥାଏ ବା ସୂତା ସୃଷ୍ଟି କରିଥାଏ। ସିଲ୍କେନ୍ ଫିଲ୍ମି କ୍ଲୁ, ତାର ଯୋଉ ପତଳା ଆସ୍ତରଣ ସୂତାରେ ସେ ଝୁଲି ହେଇ ଅଛି।
and the king in the midst of his thinking, raja jo chinta କରୁଥିଲେ ଚିନ୍ତା ମଧ୍ୟରେ ଚିନ୍ତା ତାଙ୍କର ବନ୍ଦ କରିଦେଲେ, ଷ୍ଟପ୍ ବନ୍ଦ କରିଦେଲେ, ଚିନ୍ତା କରିବା ବନ୍ଦ କରିଦେଲେ। ଟୁ ସି ହ୍ୱାଟ ସ୍ପାଇଡର ଉଡ୍ ଡୁ, କ'ଣ ପାଇଁ ବନ୍ଦ କରିଦେଲେ ନା ସ୍ପାଇଡରଟି ବୁଢ଼ିଆଣୀଟି କ'ଣ କରୁଛି ଦେଖିବା ପାଇଁ ସେ ତାଙ୍କର ଚିନ୍ତାଟାକୁ ବନ୍ଦ କରିଦେଲେ। It was a long way up to the ceiling dome, and it hung by a rope so fine that how it would get its cobweb home, King Bruce could not divine। କ'ଣ ଡିଫିକଲ୍ଟ ଅଛି ନା ସିଲିଂ ଡୋମ୍, ଛାତର ଗମ୍ବୁଜ। ଛାତର ଗମ୍ବୁଜ ଦେଖିତ ଆମର କୌଣସି ମନ୍ଦିର ହଉ ବା ମସଜିଦ ହଉ, ମଝି ସ୍ଥାନରେ ଯୋଉଟେ ଡୋମ୍ କର୍ଭ ଚିତ୍ର ହେଇଥାଏ, କର୍ଭ ଚିତ୍ର ହେଇଥାଏ ତାକୁ ଆମେ ଡୋମ୍ ବୋଲି କହିବା, ସିଲିଂ ଡୋମ୍। ତା ଫାଇନ୍ ହେଲା ସୂକ୍ଷ୍ମ, କବି ହେଲା ବୁଢ଼ିଆଣୀ ଜାଲ, ଡିଭାଇନ୍ ହଉଛି ତୁମର ଦିବ୍ୟ ବା ସ୍ୱର୍ଗ, ଏଠାରେ କଳ୍ପନା କରିବାରେ ମିନିଂଟା ହବ। ତ ଇଟ୍ ୱାଜ୍, ଏଟାକୁ ଇଟ୍ ୱାଜ୍ ବୋଲି ଆମେ ପଢ଼ିବା। ଇଟ୍ ୱାଜ୍ ଏ ଲଙ୍ଗ ୱେ ଅପ୍ ଟୁ ଦ ସିଲିଂ ଡୋମ୍, ସେ ସିଲିଂ ଡୋମ୍ ପାଖରେ ପହଞ୍ଚିବାକୁ ହେଲେ ଏହା ଗୋଟେ ବହୁତ ଲମ୍ବା ବାଟ ଅଟେ। ବଟ୍ ଇଟ୍ ହ୍ୟାଙ୍ଗ ବାଇ ରୋପ୍ ସୋ ହଙ୍ଗ ହ୍ୟାଙ୍ଗ ହ୍ୟାଙ୍ଗ, ତେଣୁ ଏଟା ଭି ଟୁ ଫର୍ମ ୟୁଜ୍ ହେଇଛି, ସେ ଝୁଲୁଥିଲା, ବାଇ ରୋପ୍ ଗୋଟେ ଦୌଡ଼ି ସଦୃଶ ଝୁଲୁଥିଲା, ସୋ ଫାଇନ୍ ସେଟା ସୂକ୍ଷ୍ମ ଭାବରେ ଥିଲା। ଆମେ ଜାଣିଛନ୍ତି ବୁଢ଼ିଆଣୀ ଜାଲର ପୁରା ସୂକ୍ଷ୍ମ ଭାବରେ ତିଆରି ହେଇଥାଏ, ସେ ସୂକ୍ଷ୍ମ ଜାଲ ପରି ବା ସୂକ୍ଷ୍ମ ଦୌଡ଼ିରେ ସେ ଝୁଲୁଥିଲା। ଦ୍ୟାଟ୍ ହାଉ ଇଟ୍ କୁଡ୍ ଇଟ୍ ଇଟ୍ସ କବ୍ ଅଫ୍ ହୋମ୍, ରାଜା ଚିନ୍ତା କରୁଛନ୍ତି କି କିପରି ଏହା ସେ ବୁଢ଼ିଆ ମାନେ ତା ବସାରେ ପହଞ୍ଚି ପାରିବ, ତା ଘରେ ପହଞ୍ଚି ପାରିବ। କିଙ୍ଗ ବ୍ରୁସ୍ କୁଡ୍ ନଟ୍ ଡିଭାଇନ୍, କିଙ୍ଗ ବ୍ରୁସ୍ କୁଡ୍ ନଟ୍ ଡିଭାଇନ୍, ସେ ଚିନ୍ତା କରିପାରୁ ନଥିଲେ, କଳ୍ପନା କରିପାରୁ ନଥିଲେ କିପରି ଏଇ ଯୋଉ ବୁଢ଼ିଆଣୀଟି ତା ଘରେ ପହଞ୍ଚିବ ବୋଲି ସେ ଚିନ୍ତା କରିପାରୁ ନଥିଲେ। ନେକ୍ସଟ ଷ୍ଟାଜରେ କ'ଣ ଅଛି ନା ଇଟ୍ ସୁନ୍ ବିଗେନ୍ ଟୁ କ୍ଲିଙ୍ଗ ଆଣ୍ଡ କ୍ରୋଲ୍, ଷ୍ଟ୍ରେଟିଂ ଅପ୍ ୱିଥ୍ ଷ୍ଟ୍ରଙ୍ଗ ଏଣ୍ଡୋଭର, ବଟ୍ ଡାଉନ୍ ଇଟ୍ କେମ୍ ୱିଥ୍ ଏ ସ୍ଲିପରି ସ୍ପ୍ରଲ୍ ଏଜ୍ ନିୟର ଟୁ ଦ ଗ୍ରାଉଣ୍ଡ ଏଜ୍ ଏଭର। କ'ଣ ଡିଫିକଲ୍ଟ ଅଛି ନା କ୍ଲିଙ୍ଗ ମାନେ ଲାଗି ରହିବା, କ'ଣ ଜିନିଷରେ ଲାଗିବା, ଚିପକେଇକି ରହିବା, କ୍ରୋଲ୍ ମାନେ ଘୁଷୁରିବା, ଏଣ୍ଡୋଭର ମାନେ ପ୍ରଚେଷ୍ଟା କରିବା, ଉଦ୍ୟମ କରିବା, ସ୍ପ୍ରାଉଲ୍ ମାନେ ମେଲେ ହୋଇ ପଡ଼ିବା। ଦେଖ ଇଟ୍ ସୋନ୍ ବିଗେନ୍ ଟୁ କ୍ଲିଙ୍ଗର କାମି, ରଜାଙ୍କର କଥା ନ ଶୁଣୁରୁ ବୁଢ଼ିଆଣୀ ତାର ଯାତ୍ରା ଆରମ୍ଭ କଲା। ଟୁ କ୍ଲିଙ୍ଗ ଆଣ୍ଡ କ୍ରୋଲ୍, ସେଇ ସୂତାରେ କ'ଣ କଲା, ଘୁଷୁରି 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 ତା ଯାତ୍ରାଟି ଚାଲିବାକୁ ଆରମ୍ଭ କଲା, ଲାଗି କରି ରହି ସେ ଆରମ୍ଭ କଲା। ଷ୍ଟ୍ରେଟ୍ ଅପ୍ ୱିଥ୍ ଷ୍ଟ୍ରଙ୍ଗ ଏଣ୍ଡୋଭର, ସେ ଦୃଢ଼ ପ୍ରଚେଷ୍ଟା ସହିତ ତାର ଯାତ୍ରାଟି ଆରମ୍ଭ କଲା। ବଟ୍ ଡାଉନ୍ ଇଟ୍ କେମ୍ ୱିଥ୍ ଏ ସ୍ଲିପରି ସ୍ପ୍ରାଉଲ୍, ତା ପରବର୍ତ୍ତୀ ମୁହୂର୍ତ୍ତରେ ସେ ତଳକୁ ଖସି ଆସୁଥିଲା, ସ୍ଲିପରି ମାନେ ତଳକୁ ଖସି ଆସିଲା, ସ୍ପ୍ରାଉଲ୍, ସ୍ପ୍ରାଉଲ୍ ମାନେ କ'ଣ, ଚିତ୍ରଟି ଦେଖ, ଯେତେବେଳେ ସ୍କାଏ ରାଇଡର ମାନେ ଯେତେ ଏରୋପ୍ଲେନରୁ ଖସନ୍ତି ନିଜର ପାରାଚୁଟ୍ ସହିତ, ସେ ନିଜର ବଡିଟାକୁ ସେ କ'ଣ ଫ୍ଲାଟ୍ କରିଦିଅନ୍ତି। ଫ୍ଲାଟ୍ କରିବା ଦ୍ୱାରା କ'ଣ ହୋଇଥାଏ, ନିଜର ଯୋଉ ଫ୍ରିକ୍ସନ ବା ଘର୍ଷଣ ବଳଟି ଅଧିକ ହେଇଯାଏ, ତା ଫଳରେ ବେଗଟି କମିଯାଏ, ପଡ଼ିବା ସମୟରେ ତୁମକୁ ଆଉ କଷ୍ଟ ହୁଏ ନାହିଁ। ସେଥିପାଇଁ ଯୋଉ ଆମର ବୁଢ଼ିଆଣୀଟି ତାର ବଡିଟାକୁ ମେଲେଇ ଦେଲା ପରେ ଯଦି ପଡ଼ିଯାଏ ତା ବଡିଟା ଆଉ କ'ଣ କଷ୍ଟ ହବ ନାହିଁ। ଏଜ୍ ନିୟର ଟୁ ଦ ଗ୍ରାଉଣ୍ଡ ଏଜ୍ ହେବ, ଯୋଉ ଥିଲା ସେ ଜାଗାକୁ ସିଏ ପୁନର୍ବାର ପହଞ୍ଚି ଗଲା। Up it ran, not a second stay to utter the least complaint, till it fell still lower, and there it lay, little dizzy and faint। ଅଟର ମାନେ କ'ଣ ଅଛି, କହିବା ଉଚ୍ଚାରଣ କରିବା, କମ୍ପ୍ଲେନ୍ ହେଲା ଅଭିଯୋଗ କରିବା, ଡିଜି ହେଲା ତୁମର ମୁଣ୍ଡ ବୁଲାଇବା ବା ବିଚଳିତ ଲାଗିବା, ଫେଣ୍ଟ ମାନେ ମୂର୍ଚ୍ଛା ହୋଇଯିବା। ତାର ନ ରହି କିଛି ସମୟ ପରେ ତାର ସେକେଣ୍ଡ ଚାଲିବା ତାର ଆରମ୍ଭ କରିଦେଲା। ଟୁ ଅଟର ଦ ଲିଷ୍ଟ କମ୍ପ୍ଲେନ୍, କାହାକୁ ଅଭିଯୋଗ କଲା ନାହିଁ, କିଛି ଅଭିଯୋଗ ନ କରି ସେ ତାର ଯାତ୍ରା ପୁନର୍ବାର ଆରମ୍ଭ କରିଦେଲା। ଟିଲ୍ ଇଟ୍ ଫେଲ୍ ଷ୍ଟିଲ୍ ଲୋୟର,
ଫେର୍ କ'ଣ ହେଲା ସେ ତଳକୁ ପଳେଇ ଆସିଲା। ଡେୟାର ଇଟ୍ ଲେ ଯୋଉଠି ଥିଲା ସେ ଜାଗାକୁ ସେ ପଳେଇ ଆଇଲା। ଲିଟିଲ୍ ଡିଜି ଆଣ୍ଡ ଫେଣ୍ଟ ଏଇ ଯୋଉ ପଳେଇ ଆସିଲା ତା ପଡ଼ିଗଲା ଖସି ପଡ଼ିଲା ତା ଗୋଟେ ମୁଣ୍ଡ ବୁଲେଇ ଦେଲା ଆଉ ମୂର୍ଚ୍ଛା ହୋଇ ଗଲା। ନେକ୍ସଟ କ'ଣ ଅଛି ନା ଇଟ୍ସ ହେଡ୍ ଗ୍ରିଉ steady again it went and traveled half yard higher it was a delicate thread it had to tread and a road where it feet would tire। ତ ଟ୍ରାଭେଲ ମାନେ ଭ୍ରମଣ କରିବା, ଡେଲିକେଟ୍ ହେଉଛି କୋମଳ ବା ସୂକ୍ଷ୍ମ, ଥ୍ରେଡ୍ ହେଲା ସୂତା, ଟ୍ରେଡ୍ ହେଲା ପାଦ ପକେଇବା ବା ଚାଲିବା। ଇଟ୍ସ ହେଡ୍ ଗ୍ରିଉ steady again it went। यार କ'ଣ ହେଲା ସେ ଯାଇକି ଫେର ପୁନର୍ବାର ସେଟା ଆସି ସେ ଫେର ଯାତ୍ରା ସେ ଆରମ୍ଭ କଲା। ଟ୍ରାଭେଲ୍ଡ ହାଫ୍ ୟାର୍ଡ ଆଣ୍ଡ ହାୟର, ଯେତିକି ସେ ଯାଇଥିଲା ଧର ତାର ପଏଣ୍ଟ ହେଲା ଏଇଠି, ପ୍ରଥମ ଚଢ଼ିଥିଲା ସେଇଠି ଆସି ତଳେ ଥିଲା, ଅଧାରୁ ଅଧିକ ଏଇଟା ହେଲା ଅଧା, ତାର ଅଧିକ ଏଇଠି ଆସି ପହଞ୍ଚିଲା। ଏ ଟ୍ରାଭେଲ୍ଡ ହାଫ୍ ୟାର୍ଡ ହାୟର ଇଟ୍ ୱାଜ୍ ଏ ଡେଲିକେଟ୍ ଥ୍ରେଡ୍ ଇଟ୍ ହେଡ୍ ଟୁ ଟ୍ରେଡ୍। ଏହା ବହୁତ ସୂକ୍ଷ୍ମ ସୂତା ଥିଲା ଯାହାକି ସେ ସେଠାରୁ ଚାଲିବାକୁ ପଡୁଥିଲା। ଏ ରୋଡ୍ ହ୍ୱେୟାର ଇଟ୍ସ ଫିଟ୍ ଉଡ୍ ଟାୟାର୍ଡ, ଗୋଟେ ଯୋଉ ରାସ୍ତାଟା ଥିଲା ତାର ପାଦକୁ ବହୁତ କଷ୍ଟ ଦଉଥିଲା ବା ତା ପାଦକୁ ବହୁତ କ୍ଳାନ୍ତ କରି ଦଉଥିଲା। ଆମେ ଯେମିତି ଯଦି ଆମେ ସରୁଆ ରାସ୍ତାରେ ଚାଲିବା ଆମକୁ କଷ୍ଟ ଲାଗିବ ଯାହା ବି ହେଲେ। ଚାଲନ୍ତୁ ନେକ୍ସଟ ଷ୍ଟାଞ୍ଜାରେ କ'ଣ ଅଛି। Again it fell and swung below, but again it quickly mounted, till up and down, now fast, now slow, 9 brave attempts were counted। swung ମାନେ ହେଉଛି ତୁମର କ'ଣ ଝୁଲିବା, swing କ'ଣ swing swung swung, ତ mounted ହେଲା ତୁମର ହେଉଛି ଚଢ଼ିଲା, brave attempt ହେଉଛି brave ମାନେ ସାହସୀ, attempt ହେଲା ଉଦ୍ୟମ। ତେଣୁ ଯୋଉ ସ୍ୱିଙ୍ଗ ର ସେକେଣ୍ଡ ଫର୍ମାଟ ୟୁଜ ହେଲା। ଏଗେନ୍ ଇଟ୍ ଫେଲ୍, ଫେର ପଡ଼ିଗଲା, ଏଣ୍ଡ ସ୍ୱିଙ୍ଗ ବିଲୋ, ସେ ଯୋଉ ସୂତାରେ ସେ ଝୁଲି ରହିଲା। ବୁଢ଼ାଣୀ କେବେ ତଳେ ପଡ଼ିଯାଏନି, କାହିଁକି ସେ ତାର ଯୋଉ ଗୋଡ଼ରେ ଯୋଉ ଅଠାଂଶ ଥାଏ ସେଟା ସେ ଝୁଲି କରିବ ଲାଗି କରି ରୁହେ। ବଟ୍ ଏଗେନ୍ କୁଇକଲି ମାଉଣ୍ଟେଡ, ଫେର ଚଢ଼ିବା ଆରମ୍ଭ କଲା ସଙ୍ଗେ ସଙ୍ଗେ। ମାଉଣ୍ଟେଡ ମାନେ ଭର୍ବ ଫର୍ମାଟ ୟୁଜ ହେଇଛି। ଆଉ ମାଉଣ୍ଟେନ ହେଲା ତ ନାଉନ ଫର୍ମର ବା ପର୍ବତତା ମାନେ ଏଠି ମାଉଣ୍ଟେଡ ମାନେ ଚଢ଼ିବା। ଟିଲ୍ ଅପ୍ ଆଣ୍ଡ ଡାଉନ, କେତେବେଳେ ତଳକୁ ହଉଛି ଉପରକୁ ଯାଏ ଆଉ ତଳକୁ ପଳେଇ ଆସେ। ନାଉ ଫାଷ୍ଟ ନାଉ ସ୍ଲୋ, କେତେବେଳେ କ୍ଷିପ୍ର ଗତିରେ ଚାଲେ କେତେବେଳେ ଧୀର ଗତିରେ ଚାଲେ। 9 ବ୍ରେଭ୍ ଆଟେମ୍ପ ୱେଆର କାଉଣ୍ଟେଡ, 9 ଥର ସେ କ'ଣ ତାର ଚେଷ୍ଟା କରିସାରିଲାଣି। କିଏ କାଉଣ୍ଟେଡ କରିଥାନ୍ତି? ରଜା ଏଠି ବସିକି ଦେଖୁଥାନ୍ତି ଯେ 9 ଥର ବୁଢ଼ାଣୀଟି ତାର ଘରେ ପହଞ୍ଚିବା ପାଇଁ ଚେଷ୍ଟା କରିଛି। କେତେ ଥର ନା 9 ଥର ସେ ଚେଷ୍ଟା କରି ସାରିଲାଣି। ଏଇଠି ରଜା ଚିନ୍ତା କରି କହୁଛନ୍ତି, ସିଓର cried the king, the foolish thing will strive no more to climb when it toils so hard to reach and cling and tumbles every time। କ'ଣ ଡିଫିକଲ୍ଟ ଅଛି? ଷ୍ଟ୍ରିମ୍ ହେଲା କଠିନ ପରିଶ୍ରମ କରିବା, ଆଉ କ୍ଲାଇମ୍ବ ହେଲା ଚଢ଼ିବା, ଟଏଲ୍ସ ମାନେ ସେ କଠିନ ପରିଶ୍ରମ କରିବା, କ୍ଲିଙ୍ଗ ମାନେ ଲାଗି ରହିବା, ଆଉ ଟମ୍ବେଲ୍ସ ମାନେ କ'ଣ ତୁମର ହେଉଛି ଖସି ପଡ଼ିବା, ତଳୁ ଖସି ପଡ଼ିବା କ'ଣ ଟମ୍ବେଲ୍ସ ବୋଲି କହିବା। ତେଣୁ ରଜା ଏଠି କହୁଛନ୍ତି ଦ ଫୁଲିଶ ଥିଙ୍ଗ, ଗୋଟେ ମୂର୍ଖ ଜୀବଟି, ୱିଲ୍ ଷ୍ଟ୍ରାଇଭ୍ ନୋ ମୋର୍ ଟୁ କ୍ଲାଇମ୍ବ, ସେ ଆଉ ଚଢ଼ିବା ପାଇଁ ଏତେ କଠିନ ପରିଶ୍ରମ କରିବ ନାହିଁ। ହ୍ୱେନ୍ ଇଟ୍ ଟଏଲ୍ସ ସୋ ହାର୍ଡ ଟୁ ରିଚ୍, ହ୍ୱେନ୍ ଇଟ୍ ଟଏଲ୍ସ, ଯେତେ ସେ କଠିନ ପରିଶ୍ରମ କରି ପହଞ୍ଚିବା ପାଇଁ କ୍ଲିଙ୍ଗ ଲାଗି ରହି, ଟମ୍ବେଲ୍ସ ଏଭ୍ରି ଟାଇମ୍, ତେଣୁ ତଳକୁ ବାରମ୍ବାର ଖସି ପଡ଼ୁଛି। ଏଠି ରଜା କହୁଛନ୍ତି ଯେ ମୂର୍ଖ ଜୀବଟି, ସେ ଆଉ କେବେ ସେ ଚେଷ୍ଟା କରିବ ନାହିଁ କୋଉଠିକି ଯିବା ପାଇଁ, ସେ ତା ଘରକୁ ଯିବା ପାଇଁ। ଆଉ ଯେତେ ଥର ସେ ଚେଷ୍ଟା କରୁଛି ସେତେ ଥର ସେ ବିଫଳ ହଉଛି। ରଜାଙ୍କର ଚିନ୍ତାଧାରା ଏହା ଆସିଲା। ଦେଖିବା ନେକ୍ସଟ କ'ଣ ହଉଛି ନା ବଟ୍ ଅଫ୍ the insect went once more। me, it is an anxious minute, his only foot from his cobweb door। Oh say
will he lose or win it? ଇନସେକ୍ଟ ହେଉଛି ତୁମର କ'ଣ କୀଟ ପତଙ୍ଗ ଆଂସିୟସ୍ ହେଲା ଆଶଙ୍କାପୂର୍ଣ୍ଣ ଷ୍ଟିଡିଲ ହଁ ଦେଖ ବଟ୍ ଅଫ୍ ଇନସେକ୍ଟ ୱେଣ୍ଟ ୱାନ୍ସ ମୋର୍ କିନ୍ତୁ ବୁଢ଼ିଆଣ୍ଟି ଏଠି ହାର ମାନି ନାହିଁ ତାର ପୂର୍ବ ପରି ଯାତ୍ରା ଜାରି ରଖିଛି। ମି ଇଟ୍ ଇଜ୍ ଆନ୍ ଆଂସିୟସ୍ ମିନିଟ୍ ଏଇଟା ରଜା ଏଠି କହୁଛନ୍ତି ଗୋଟେ ଆଶଙ୍କାପୂର୍ଣ୍ଣ ଗୋଟେ ଚିନ୍ତା କରିବାର ମୁହୂର୍ତ୍ତ ବର୍ତ୍ତମାନେ ହିଜ୍ ଓନ୍ଲି ଫୁଟ୍ ଫ୍ରମ୍ ହିଜ୍ କବୱେବ୍ ଡୋର୍ ତାର ଘରର ବହୁତ ନିକଟରେ ଅଛି ଫୁଟ୍ ମାନେ ଗୋଟେ ଫୁଟ୍ ଦୂରରେ ଅଛି। ଓ ସେ ତୁମମାନଙ୍କୁ ଅଡ଼ିଏନ୍ସ ମାନଙ୍କୁ ପଚାରୁଛନ୍ତି ରଜା ଓ ସେ ୱିଲ୍ ହି ଲସ୍ ଅର୍ ୱିନ୍ ଇଟ୍ କହିପାରିବ କି ସେ ଜିତିବ କି ହାରିବ? Steadily, inch by inch, higher and higher he got, and a bold little run at the very last pinch put him into his native court. Steadily ମାନେ ନିରନ୍ତର, ବୋଲ୍ଡ ହେଲା ତୁମ ସାହସୀ, ଏଠି ସାହସୀ ଲେଖା ହେଇଛି, ଭୁଲ ଲେଖା ହେଇଛି, ଏଟା ସାହସୀ ହବ, ନେଟିଭ ହେଲା ଦେଶୀୟ, କିନ୍ତୁ ଏଠାରେ ତ ମିନିଂ ହବ ନିଜର, କୋଟ୍ ହେଲା ତୁମର ବସା। ଦେଖ ଏଠି ଷ୍ଟିଡିଲି ତାର ଯୋଉ ଯାତ୍ରାଟି ଧୀରେ 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 ଜାରି ରଖିଛି, ଇଞ୍ଚ ବାଇ ଇଞ୍ଚ, ଗୋଟେ ଇଞ୍ଚ ତାର ଯାତ୍ରା ଆରମ୍ଭ ଜାରି ରଖିଛି। ହାୟର ଆଣ୍ଡ ହାୟର, ଧୀରେ 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 ସେ ଉଚ୍ଚକୁ ଉଚ୍ଚକୁ ଯାଉଛି। ହି ଗଟ୍ ଏଣ୍ଡ ବୋଲ୍ଡ ଲିଟିଲ ରନ୍ ଏଟ୍ ଦ ଭେରି ଲାଷ୍ଟ ପିଞ୍ଚ, ସେ ଶେଷରେ ଛୋଟ ଦୌଡ଼ା ଛୋଟ ଦୌଡ଼ା ସିଏ ମାରିଛି, ମାରିକି ଯାଇ ନିଜ ଘରେ ପହଞ୍ଚି ଯାଇଛି। ପୁଟ୍ ହିମ୍ ଇନଟୁ ହିଜ୍ ନେଟିଭ୍ କୋର୍ଟ, ତା ବସାରେ ପହଞ୍ଚେ। ଯେତେବେଳେ ଆମେ ସ୍କୁଲରେ ଦୌଡ଼ା ପ୍ରତିଯୋଗିତା ହୁଏ, ଯେଉଁମାନେ ଦୌଡ଼ା ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ଶେଷ ମୁହୂର୍ତ୍ତରେ ପହଞ୍ଚିବା ଜାଗାରେ ସେ ଏକ ଲାଷ୍ଟ କ'ଣ ବୋଲ୍ଡ ଲିଟିଲ ରନ୍ ସେ ନେଇଥାଏ, ଯାହାକି ସେ ତାକୁ ପ୍ରଥମ କରିବାରେ ବା ସେକେଣ୍ଡ କରିବାରେ ଥାର୍ଡ କରିବାରେ ସାହାଯ୍ୟ କରିଥାଏ। ସେଇଭଳି ଏଠି ଆମର ବୁଢ଼ିଆଣ୍ଟି କ'ଣ କଲା ଏଠି ନା ଶେଷରେ ଗୋଟେ ଜୋର ଲମ୍ପ ପ୍ରଦାନ କରି ନିଜ ଘରେ ସେ ପହଞ୍ଚି ଗଲା। ଶେଷରେ ଦେଖିବା କ'ଣ ଅଛି, ବ୍ରାଭୋ ବ୍ରାଭୋ ଦ କିଙ୍ଗ କ୍ରାଏଡ୍ ଆଉଟ୍, ଅଲ୍ ଅନର ଟୁ ଦୋଜ୍ ହୁ ଟ୍ରାଏ ଦ ସ୍ପାଇଡର ଅଫ୍ ଦେୟାର and defied despair, he conquered, why should not I? Defied ମାନେ ଜୀବନରେ ପରାଜିତ କରିବା, conquered ମାନେ ଜୟ କଲେ। ତେଣୁ ଯେତେବେଳେ ଆମେ ଖୁସିରେ ଚିତ୍କାର କରି କୁହନ୍ତି ନା ବ୍ରାଭୋ ବ୍ରାଭୋ, ବଢିଆ ବଢିଆ, କିଙ୍ଗ କ୍ରାଏଡ୍ ଆଉଟ୍, ରଜା ଚିତ୍କାର କରୁଛନ୍ତି, ଅଲ୍ ଅନର ଟୁ ଦୋଜ୍ ହୁ ଟ୍ରାଏ, ଅଲ୍ ଅନର ସବୁ ସମ୍ମାନ କାହା ପାଖକୁ ଯିବା ଦରକାର, ଯୋଉମାନେ ଟ୍ରାଏ କରୁଛନ୍ତି, ଯୋଉମାନେ ଚେଷ୍ଟା କରୁଛନ୍ତି ସଫଳ ପାଇବାକୁ, ସେମାନଙ୍କୁ ସବୁ ସମ୍ମାନ ଦେବା ଆବଶ୍ୟକ। ଦ ସ୍ପାଇଡର ଅଫ୍ ଦେୟାର, ସ୍ପାଇଡର ଯାଇ ସେ ପହଞ୍ଚି ଯାଇ ସେଠାରେ, ଡିଫାଇଡ୍ ଡେସ୍ପାୟାର, ସବୁ ଦୁଃଖକୁ, ଯାହା ଯାହା ଦୁଃଖ ଥିଲା, ଯାହା କଷ୍ଟ ଥିଲା, ସବୁକୁ ପାର କରି ସେ ତା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା। ହି କନକ୍ୟୁର୍ଡ, ସେ ଜୟ ହୋଇଥିଲା। ଏଣ୍ଡ ହ୍ୱାଇ ସୁଡ୍ ନଟ୍ ଆଇ, କାହିଁକି ନୁହେଁ, ରଜା ନିଜ କ୍ୱେଶ୍ଚନ୍ ଅଛି, କାହିଁକି ନୁହେଁ, ମୁଁ କାହିଁକି ନୁହେଁ, ମୁଁ କାହିଁକି କରିପାରିବି ନାହିଁ। And Bruce of Scotland braced his mind, and gossips tell the tale that he tried once more as he tried before, and that time he did not fail. ତେଣୁ ସ୍କଟଲ୍ୟାଣ୍ଡ ରଜା ବ୍ରୁସ୍ କ'ଣ କଲେ, ବ୍ରେଷ୍ଟ ହିଜ୍ ମାଇଣ୍ଡ, ବ୍ରେଷ୍ଟ ମିନ୍ସ ହେଲା ସାହସ ବାନ୍ଧିଲେ, ନିଜ ମନରେ ସାହସ ବାନ୍ଧିଲେ। ଗସିପ୍ ଟେଲ୍ ଦ ଟେଲ୍, ଏଠି ଟେଲ୍ ମାନେ କହିବା, ଇଏ ଟେଲ୍ ମାନେ ଗଳ୍ପ, ତେଣୁ ସେ ଗପଟି ସେ କହିଲେ। ଦ୍ୟାଟ୍ ହି ଟ୍ରାଏଡ୍ ୱାନ୍ସ ମୋର୍ ଏଜ୍ ହି ଟ୍ରାଏଡ୍ ବିଫୋର୍, and that time did not fail, ସେ ଯୋଉ କାର୍ଯ୍ୟଟି ବିରକ୍ତ ହୋଇ ବା ଦୁଃଖର ମ୍ରିୟମାଣ ହୋଇ ଛାଡ଼ି ଦେଇଥିଲେ, ପୁନର୍ବାର ସେଇ କାର୍ଯ୍ୟଟି ଆରମ୍ଭ କଲେ ଓ ଶେଷରେ ସେ କ'ଣ ହେଲେ, ଜୟଯୁକ୍ତ ହେଲେ ବା ସଫଳ ହେଲେ। ଦ୍ୟାଟ୍ ଟାଇମ୍ ଡିଡ୍ ନଟ୍ ଫେଲ୍, ଆଉ ସେ ବିଫଳ ହେଲେ ନାହିଁ। ଯେମିତି ଆମେ ଗୋଟେ ଯୁବରାଜ ପିମ୍ପୁଡ଼ି ବିଷୟରେ ଗଳ୍ପଟି ପଢ଼ିଲେ, ସେଇଭଳି ଆମେ ମଧ୍ୟ ଏଇ ପଦ୍ୟଟି ମଧ୍ୟ ସେଇଭଳି, ଏଇଟା ଗୋଟେ ଗଳ୍ପ ଯାହାକି ପଦ୍ୟ ମାଧ୍ୟମରେ ଆମେ ପଢ଼ିଲେ। ଏଇ ପଦ୍ୟଟିକୁ ବା ପୋଏମ୍ଟିକୁ କିଏ ଲେଖିଛନ୍ତି ନା ଏଲିଜା କୁକ୍ ଲେଖିଛନ୍ତି। ତୁମର ପୋଏଟ୍ ହେଉଛନ୍ତି କିଏ, ଏଲିଜା କୁକ୍।
चलतु एलिजा कुक विषय आम टे जानीदवा। एलिजा कुक होती केवे जन्म कले ना 24 डिसेम्बर 1818 जन्म कौन कले। बार्थ प्लेस हूँ लंडन। प्रोफेशन हूँ पोएट राइटर जर्नालीस्ट। नेशनलिस्ट हूँ इंग्लीश। इंग्लैंड से जन्म करते जेहेतु नेशनलिटी हम इंग्लीश आम जमी इंडियन। फेमस पोएम कौन था किंग ब्रूस एंड द स्पाइडर। ये पोएम टी फेमस थिला। एडिटर केवे ना एलिजा कुक्स जर्नल नोन फॉर जानी कौन पाई ना इंस्पिरेशन पोएम्स अबाउट प्रिजर्वेशन हार्डवर्क। एंड डेथ केवे होता ना 23 सेप्टेम्बर 1889। मेसेज कौन अच्छी नेवर गिव अप सक्सेस कम थ्रो डिटरमिनेशन। केवे आम परित्याग नक कौन कार्य को सफलता सहित कले आम निश्चिंत दिने सफल हेबा। देख पोएम समरी कौन अच्छी ना किंग ब्रूस स्कॉटलैंड वाज ए वेरी sad because he had failed many times in his attempt to achieve great deed for his people. Feeling hopeless, he decided to give up. At that moment, he noticed a spider trying to climb up its cobweb. The spider repeatedly fell down but did not lose courage. After many attempts, it finally reached its web. The spider's patience and determination inspired the king Bruce. He understand that failures are not the end of the journey and that success come through continuous effort. He gathered his courage, tried once again, and finally succeeded. यार मध्य ओडिया मीनिंग मुझे देखिए यही कवितार स्कटलैंड राजा ब्रूस को कहानी वर्णना करा जायछि। राजा ब्रूस निज देश एवं लोक मान मंगल पर एक महान कार्य करने को अनेक थर चेष्टा करथिले किंतु प्रत्येक थर से विफल होतिले। बारंबार विफल हेबारु से दुखित एवं निराश होई सब कुछ छाड़ी देबा को भाबिले। सेही समय एक माकड़ साबा होची बुढ़ियाणी तांको नजर को आसिला। बुढ़ियाणी निज जाल रे पहुंचा बारंबार ऊपर को चेष्टा करबा ऊपर को चढ़ा चेष्टा करुला। अनेक थर खसी पड़े से हार मान नथुला। शेष निज धैर्य साहस निरंतर प्रयास द्वारा से निज जाल रे निज घरे पहुँचबार सफल है। बुढ़ियाणी रे दृढ़ संकल्प अध्यम प्रयास राजा ब्रूस को प्रेरणा देला। से बुझिले जे विफलता हूँ सफलता पथर एक अंश। तेणु से पुणी थे चेष्टा कले फल एवं शेष से सफलता लाभ कले। कौन शिक्षा पाइले आमे ना विफलता सफलतार सोपान अटे। आमे केबे हार मानिबा उचित नुहे। निरंतर परिश्रम चेष्टा आमको सफलतार पहुंचाई थाए। देखो मोराल आमे कौन पाउछन स्टोरी रू ना ट्राई अगेन until you succeed. Failure are stepping stone to success. Hard work, determination, perseverance always pay off. चलतु आम एक महापुरुषों बाणी आम पढ़ा। से महापुरुष जन होती आमर एपीजे अब्दुल कलाम। से सफलता विषय कौन कहते ना फेल्युअर इज द पिलर ऑफ सक्सेस। विफलता हूँ सफलतार एक पाहाच अटे। से भरी आउ जड़े महान पुरुष विवेकानंद विषय आम देखा। Arise, awake, and stop not until the goal is reached. बढ़िया कथा कहते एराइज जाग जागी उठ एंड स्टॉप नॉट अंटिल द गोल इज अचीव। जपर्यंत तुम लक्ष्य स्थल न पहुंचीच केबे तुम गोल को परित्याग कर नाही। आज ये क्लास टी को आम ये रखा। जदि ये क्लास टी तुमको भल लगी लाइक कर तुम सांग मान सहित शेयर कर कमेंट तुम मतामत दब और शेष ये क्लास टी को चैनल टी को तुम्हें सब्सक्राइब करनब। सब्सक्राइब कले आमे जो जेकोसी वीडियो करवा तुम पाखर जाकि पहुँची जीव। तेणु कमेंट रे जनइब
କମେଣ୍ଟ ଭିଡ଼ିଓଟି କେମିତି ଲାଗୁଛି କମେଣ୍ଟରେ ଜଣେଇବ, କାହିଁକିନା ଆମକୁ ତୁମ କମେଣ୍ଟ ଗୋଟେ କମେଣ୍ଟ ଆମକୁ ଇନ୍ସପାୟାର କରେ ତୁମ ପାଇଁ ହାର୍ଡ଼ୱାର୍କ କରିକି ଭଲ ଭଲ କଣ୍ଟେଣ୍ଟ ଆଣିବା ପାଇଁ। ରଖୁଛି, ତୁମେମାନେ ଭଲରେ ଥିବ। ଜୟ ଜଗନ୍ନାଥ, ଥ୍ୟାଙ୍କ ୟୁ।